द्वितीय भाग देखा ସେହି ଚନ୍ଦ୍ର କିରଣ ପୁଣି ସେହି ଥଣ୍ଡା ପବନ ଜାଣି ସେହି ଚନ୍ଦ୍ର କିରଣ ପୁଣି ସେହି ଥଣ୍ଡା ପବନ ଜାଣି ଦେଶ ବିଦେଶରେ ତୁ କାହୁଁ ପାଇବୁ ମନେ ମନେ ଖାଲି ହେଉଥା ଗୁଣି ସେହି ଜନ୍ମସ୍ଥାନରେ ଭାଇ ଦାଣ୍ଡରେ ଯେ ଧୂଳି ଅଛଇ ପିଲାବେଳେ ଦେହେ ବଳି ହେଉଥିଲି ଆଜି ବଡ଼ ହୋଇ ଛି ଛି କଲି ସେ କାଦୁଅ ସେ ବାଲି ପୁଣି ମୋ ଦେହରେ ପଡ଼ୁ ଯେ ଜାଣି ଏହି କଥା ମୁହିଁ ଭାବଇ ମନରେ ଆଉ ସେହି ବେଳ ଆସିବ ନାହିଁ ସେହି ସାଙ୍ଗସାଥି ଯେ ଭାଇ କେହି ଆଉ ଦେଖା ନ ଦେଇ ଯେ ଯାହା ବାଟରେ ସେହି ଚାଲିଗଲେ ଭାବି ଭାବି ମୋର ଦିନ ସରଇ କଥା ହେଲା କ'ଣ ନା ଗାଁ ଯେଉଁ ଚନ୍ଦ୍ରକିରଣର ପରିଷ୍କାର ମାନେ ସ୍ୱଚ୍ଛ ସେ ବର୍ତ୍ତମାନ ବିଦେଶରେ ମିଳୁନି ବିଦେଶରେ ମିଳିବନି ଯେ ସେଇ ଚନ୍ଦ୍ରକିରଣ ସେ ଥଣ୍ଡା ପବନ ବିଦେଶରେ ଆମେ ଯେତେ ଭାବିଲେ ବି ଆମକୁ ମିଳିବନି। ପିଲାଦିନେ ଗାଁରେ ଯେଉଁ ଆମର କାଦୁଅ ବାଲି ଆମେ ପିଲାଦିନେ ସବୁ ଦେହରେ ବୋଳୁଥିଲୁ ଖେଳିକିରି ମା ଆସିଲେ ମାନେ ବୋଉ ଆସିଲେ ପାଟି କରିକି ତାକୁ ବାଲି ଗୁଡ଼ା ଦେହରେ ବୋଳୁଛି ତାକୁ ସଫା କରୁଥିଲା ସେ ବାଲି ଆଉ ନାହିଁ ସବୁ ଢଳେଇ ହେଇଗଲେଣି ସେ ପରିବେଶ ଆଉ ନାହିଁ। ଏବେ ସେ ବାଲି ଯିଏ ବୋଳୁଛି ଆମେ ତାକୁ ଛି କହୁଛେ ସେ କାଦୁଅ ସେ ବାଲି ମୁଁ ଭାବୁଛି ଆଉ ଟିକେ ପିଲା ହୁଅନ୍ତି ସେ କାଦୁଅ ସେ ବାଲି ମୋ ଦେହରେ ପଡ଼ନ୍ତା ଆଉ ହେଇପାରିବନି ଏ କଥା ମୁଁ ସବୁବେଳେ ଭାବୁଛି ଭାବିଲେ କ'ଣ ହେବ ଆଉ ସେ ସମୟ ନାହିଁ। ତାପରେ ସେ ଯେଉଁ ସାଙ୍ଗସାଥି ସବୁ ଥିଲେ ଆମ ଗାଁରେ ଯେଉଁ ସାଙ୍ଗସାଥି ଆମର ଥିଲେ ସେ ଆଉ ନାହାନ୍ତି ଯେ ଯାହା ଯେ ବିଦେଶରେ ବସବାସ କରି ସେ ସବୁ ରହିଲେଣି ଆମେ ଏକୁଟିଆ ଗାଁରେ ରହିଯାଇଛୁ ତେଣୁ ଗାଁ ପରିବେଶ ଆମେ ଟିକେ ଭଲ ଲାଗୁଛି ଆମେ ରହୁଛୁ ବାହାରକୁ ଯାଇନୁ ଅଛୁ ତ ଅଛୁ ଆଉ କ'ଣ ସେଇ ସାଙ୍ଗସାଥି ଯେ କେହି ଆଉ ଗୋଟିଏ ନାହାନ୍ତି ଭାବୁଛୁ କିନ୍ତୁ ଆଉ କେହି ଆସିବେ ନାହିଁ କାରଣ ସେ ସମୟ ଆଉ ନା ଫେରିକା ପରବର୍ତ୍ତୀ